ବର୍ତ୍ତମାନ ଆମେ ପାଟଣା ଗାଁରେ ଅଛୁ। ଏଇଟା କାଣି ନଦୀର ଘାଇ ଯୋଉଟା, ଏ ଘାଇଟା ଅନେକ ଥର ରିପେୟାର ହେଲାଣି ଏବଂ ଅନେକ ଥର ଏ ଘାଇରେ ବନ୍ୟା ହେଉଛି। ଏବେ ଯୋଉଟା ଆପଣ ଦେଖୁଛନ୍ତି ଏ ପଛପଟେ, ଏଇଟା ଏ ଘାଇଟା 29 ତାରିଖରେ ଭାଙ୍ଗିଥିଲା, ତାକୁ ଫେର ବନେଇଥିଲେ, ଫେର ଫେର ଭାଙ୍ଗି ଯାଇଛି। ଏଇଟା ଗୋଟେ କାଣି ନଦୀଟା ମାନେ ବୈତରଣୀରୁ ଗୋଟେ ନୂଆ ନଦୀ ବାହାରିছে, ସେଟା ବି ବହୁତ ବର୍ଷ ହେଇଗଲାଣି। ତ ଆହୁରି ଗୋଟେ ନୂଆ ନଦୀ ମଧ୍ୟ ସେଠି ବାହାରିପାରେ। ଏଠି ଟିକେ ସରୁ ହେଇଛି, ଅନ୍ୟ ଜାଗାରେ ଟିକେ ସେଟା ପ୍ରଶସ୍ତ ଅଛି, କିନ୍ତୁ ସେପଟେ ଘାଇ ନ ହୋଇ ଏପଟେ ଘାଇ କରିଛି। ଏ ଘାଇରେ ପ୍ରଭାବିତ ହେଇଛନ୍ତି 19ଟି ପଞ୍ଚାୟତର ଲୋକ। ଆପଣ ଦେଖୁଛନ୍ତି ହଜାର ହଜାର ଏକର ଜମି ବର୍ତ୍ତମାନ ଜଳମଗ୍ନ ଅଛି। ଆଉ କେତେ ଦିନ ରହିବ ତାର କିଛି ଠିକଣା। ଏଇଠି ଯାହା ଶସ୍ୟ ଫସଲ ଉତ୍ପାଦନ କରିଥିଲେ ଏସବୁ ପଞ୍ଚାୟତର ଲୋକମାନେ, ସେ ସବୁ ଫସଲ ନଷ୍ଟ ହେଇଗଲା। ଲୋକଙ୍କ ଜଣଙ୍କର ଜୀବନ ଯାଇଛି, ବହୁତ ପଶୁ ସମ୍ପଦ ନଷ୍ଟ ନିଶ୍ଚିତ ଭାବରେ ହେଇଛି ଏବଂ ଗୁଡ଼ାଏ ଲୋକଙ୍କୁ ଘର ବୁଡ଼ି ଯାଇଥିଲା। ଯେତେ କଞ୍ଚା ଘର ଥିଲା ଲୋକଙ୍କର ପ୍ରାୟ ଧୋଇ ହେଇଯାଇଛି କଞ୍ଚା ଘର। ପକ୍କା ଘର ଭିତରେ ଭିତରେ ପାଣି ପଶି ଯାଇଥିଲା, ଛାତ ପାଣି ପକ୍କା ଘର ମାନଙ୍କର ଅଧିକାଂଶରେ ଥିଲା ଏବଂ ପକ୍କା ଘର ସବୁ କୁଡ଼ି ହେଇଯାଇଛି। ଏଭଳିଆ ଅବସ୍ଥାରେ ଲୋକେ କାଳାତିପାତ କରୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି ଯେ ଏ ଘାଇରେ ବାରମ୍ବାର ବନ୍ୟା ହେବା ପରେ ତାର ନିରାକରଣ କାହିଁ ହେଇପାରୁନି। ବାରମ୍ବାର ଆସୁଛି, ବାରମ୍ବାର ପ୍ରତିଶ୍ରୁତି ଦିଆ ହେଉଛି। ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀମାନେ ଅଛନ୍ତି, ଡେପୁଟି ସିଏମ୍ ବି ଆସିଥିଲେ ବୋଲି ଆମେ ଶୁଣିଲୁ, କିନ୍ତୁ ଲୋକଙ୍କୁ କାହିଁକି ଠିକ ଭାବରେ ପ୍ରୋଟେକ୍ସନ ଦିଆଯାଇପାରୁନି। ସ୍ଥାୟୀ ପ୍ରୋଟେକ୍ସନ ଦରକାର। ନଦୀ ଜଳ ନୂଆ କଥା ନୁହଁ ଏଟା ଆସିବା, କିନ୍ତୁ ପରମାନେଣ୍ଟ ତାର ରେମେଡି କାହିଁକି ହେବନି? ପରମାନେଣ୍ଟ ରେମେଡି ନ ରଖି ମୁଖ୍ୟମନ୍ତ୍ରୀ 600 କୋଟି ଟଙ୍କା ବିଗତ ବର୍ଷ ମାନଙ୍କରେ ଖର୍ଚ୍ଚ ହେଇଛି ନଦୀ ବନ୍ଧ ପାଇଁ କିମ୍ବା ମରାମତି କରିବା ପାଇଁ କି ପାଣିକୁ ରୋକିବା ପାଇଁ। ତାହା ସତ୍ତ୍ୱେ ବି ପାଣି କାହିଁକି ଆସୁଛି? ତ୍ରୁଟିପୂର୍ଣ୍ଣ ଭାବରେ କାହିଁକି କରିଛନ୍ତି? ଏବଂ ଗୋଟେ ପ୍ରୋଜେକ୍ଟ ଏ ଗାଁ ମାନଙ୍କୁ ବଞ୍ଚାଇବା ପାଇଁ ଗୋଟେ ଫଳପ୍ରଦ ପ୍ରୋଜେକ୍ଟ, ସଠିକ ପ୍ରୋଜେକ୍ଟ ଗୋଟେ ଯେତେ ଟଙ୍କା ଖର୍ଚ୍ଚ ହଉ କରିକି ସମସ୍ତ ଗାଁକୁ ବଞ୍ଚାଇବା ପାଇଁ ଆଜି ପର୍ଯ୍ୟନ୍ତ କାହିଁକି ଗୋଟେ ଭଲ କରି ଭଲ ଇଞ୍ଜିନିୟରିଂ ପ୍ଲାନ୍ କରିକି ପାଣିକୁ ରୋକିବାର ବ୍ୟବସ୍ଥା କରାଯାଉନି? ପାଣି ତ ଖରସ୍ରୋତା ହେବ, ଆସିକି ଜୋରରେ ଯିବ, କିନ୍ତୁ ତାକୁ ରୋକିବାର ବି ତ ବହୁତ ଗୁଡ଼େ ବାଟ ଅଛି। ତେଣୁ ବାଟ ତ ଆମେ ଅଧିକାଂଶ ଖରସ୍ରୋତା ନଦୀ ମହାନଦୀରେ ତ ମୁଖ୍ୟ ମହାନଦୀରେ ଯେତେବେଳେ ରୋକାଯାଇ ପାରିଛି, ବୈତରଣୀ କାହିଁକି ରୋକାଯାଇ ପାରିବ ନାହିଁ? ତେଣୁ ତାର କୋଉଠି ନା କୋଉଠି ଡିଫେକ୍ଟ ରହିଛି। ମାନେ ହାର୍ଟଲେସ୍ ବ୍ୟକ୍ତି ଭଳିଆ ଭାବରେ ଏ ଅଞ୍ଚଳର ସମସ୍ୟାକୁ ଦେଖାଯାଇଛି। और यार स्थायी समाधान पाई मु सरकार पाखे दाबी रखुचे जे यार परमानेंट रेमेडी दरकार। एमती केते थर भासुवे, लोक दुखरे जाऊे, सामान्यतम रिलीफ लोकंर कौन उपचार हो पारे, लोके ये अन्याय शिकार होती सदाबे अनिश्चित भर रखिए। किए बेचारा वाशरूम आसला भासीगला, किए कौन घर बाहरी थो हठात देखला पा नहीं चली घरे शुवे लोक देखला शरीर नथिबो। जिले में मुझे 15 जीवन गला ये कहीं तेणु सरकार जाजपुर जिले में बहुत जोर से प्रभावित होती। नदी मान अवस्था बहुत दयनीय, नदी मुहाण अवस्था दयनीय एवं तार उद्धार कौन नदीर उद्धार हो ना, नदीर मुहाण उद्धार हो ना। एवं सरकार तो व्यस्त अच्छा जल जमी जंगल खनि को सब व्यवहार करके जाजपुर जिले में इंडस्ट्रियलाइजेशन एवं जो हिसाब से होती सब प्रगति ना व्यस्त अच्छा, किंतु प्रकृति ये सब दैव दुर्विपाक लोक बचाई सरकार व्यस्त हमार आवश्यकता रही। मुझे कथा डिमांड करुच्ची इमिडिएट रेमेडी लोक देखिए गत वर्ष जो राजस्व मंत्री आते कहते आर वर्ष को बन्या हेनी और स्थायी मरामती हे गोटे गेट प्रकल्प राजस्व मंत्री विभाग है बन्यार लोक बचेगा। सी जड़े एफिसीयंट व्यक्ति बोली मो भावे, मु आशा करी यार जब जवाब देते किसी गोटे व्यवस्था करते, किसी गोटे व्यवस्था करके कथा रखते।